पुणी थरे आपको जेकेएस मैथ यूट्यूब क्लास को आपको स्वागत। चलो पिलाने आज तुम पढ़ा तृतीय श्रेणी जो अच्छी तृतीय श्रेणी नूतन गणित पुस्तक गणित मेलार पाठ 5 को आज पढ़ा आम तृतीय श्रेणी नूतन गणित पुस्तक जो आसी तार पाठ 5 को आज पढ़ा कौन पाठ 5 विषय अच्छी आकृतिर सजा है 2026 पाठ 5 कौन अच्छे आकृतिर सजा। चलो पिलाने देखा कौन आकृति कौन देखो अच्छी आमे रंगोली मो माँ को रंगोली पर नु देख ये पिला माँ और बिंदु आकृति साहाय्य एक सुंदर रंगोली तैयारी करछंती कौन कर सुंदर रंगोली कौन कर देख पार ना नहीं माँ माँ कौन कर बिंदु ए आकृति साहाय्य एक सुंदर रंगोली तैयारी कर कागजर तैयारी करवा देख माँ बिंदु आउ कौन माध्यम बिंदु आकृति की नहीं आकृति मान चित्र देख पार्थ पे यही हूँ आकृति यही हूँ बिंदु ये हूँ आकृति है सुंदर सुंदर तैयारी कर भूल अच्छी आम रंगोली मो माँ पर रंगोली पर नुह देख माँ के सुंदर अंकन कर माँ रंगोली आंकर रंगोली समान कि समान नुहे कि अलग है कि कौन कही आस कमटी करवा निम्न बिंदु रे माँ भली रंग अंकन कर एमतिका माँ भली कौन कर अंकन कर देख माँ केमती अंकन कर रंगोली तो से टाइप तुम मान कौन करते कही रंगोली अंकन करते कही तो से टाइप रंगोली जो अंकन कर तुम मैंने कौन कर चलो से टाइप रंगोली आम कौन करवा अंकन करवा माँ जमी अंकन कर देखिपु एमती परवर्ती हम तो परफेक्ट करें तथा ट्रायल करवा पिला हाँ एमती माँ अंकन कर कौन कर वृत्त वृत्त पूर्ण को पूर्ण कौन हो वृत्त है तो वृत्त एमतिका वृत्त पुणी एमतिका कौन है वृत्त पुणी ये एमती ये गोटा वृत्त है ता तले कौन है ये एमतिका वृत्त है वृत्त है कौन करवा मझिगार वृत्त हो उल्टिया जगह अंकन करदे या नुह सब गले भा एठी वृत्त पिला यही सीधार वृत्त चलो एठी एमती वृत्त ये तीन टा को लेकिन एमती वृत्त आपको एमती नहीं आपको नहीं एक वृत्त पुणी आपको एमती नहीं आपको वृत्त बुझे पिला एठी कौन कर त्रिभुज अंकन करमती भाग अंकन कर देख माँ को देख आम ठीक कर तो रूपये वर्ग चित्र है कौन एठी वर्ग चित्र पुणी एठी वर्ग चित्र एठी वर्ग चित्र
ଏଠି ହେଇଛି ବର୍ଗ ଚିତ୍ର, ବୁଝିପାରିଲ। ତାଙ୍କ ମା ଦେଖ ପିଲାମାନେ, ତାଙ୍କ ମା ଏମିତିକା ଚିତ୍ର ଅଙ୍କନ କରିଛି। ଠିକ ଅଛି, ଆମେ ମଧ୍ୟ ସେମିତିକା ଚିତ୍ର ଅଙ୍କନ କରିପାରିଲୁ। କେମିତି ଆରମ୍ଭ କଲେ ଦେଖିପାରିଲ ତ? ଭେରି ଗୁଡ୍। ତାପରେ ଦେଖ, ମାଙ୍କ ଅଙ୍କା ଯାଇଥିବା ରଙ୍ଗରେ ଥିବା ଆକୃତିର ନାମ ଲେଖ। ହେଲା, କେତୋଟି ଆକୃତି ତିଆରି ହୋଇଛି ସେଗୁଡ଼ିକ ଲେଖ। ମାଙ୍କ ରଙ୍ଗରେ ଥିବା ଆକୃତିର ନାମ ଲେଖ। ଦେଖ ପିଲାମାନେ, ମାଙ୍କ ଅଙ୍କା ଯାଇଥିବା ରଙ୍ଗୋଲିରେ ଥିବା ଆକୃତି ଗୋଟେ ନାମ। ଏଟା କି ଆକୃତି ପିଲାମାନେ? ଏଟା ହଉଛି ବର୍ଗ ଚିତ୍ର। କଣ ଆକୃତି? ଏ ହଉଛି ବର୍ଗ ଚିତ୍ର ଆକୃତି। ହେଲା, ବର୍ଗ ଚିତ୍ର। ଇଏ ହଉଛି କଣ ପିଲାମାନେ? ନା ଇଏ ହଉଛି ତ୍ରିଭୁଜ। କି ଆକୃତି? ତ୍ରିଭୁଜ। ତିନିଟା ବାହୁ ଅଛି। ଇଏ ହଉଛି କଣ ପିଲାମାନେ? ବୃତ୍ତ। କଣ ଆକୃତି? ବୃତ୍ତ। ତିନିଟା ଜିନିଷ ଅଛି। କେତୋଟି ଆକୃତି ତିଆରି ହୋଇଛି? ବକ୍ରରେଖାରେ। ବକ୍ରରେଖାରେ କେତେଟା ଆକୃତି ଅଛି ପିଲାମାନେ? ଗୋଟିଏ ହିଁ ଆକୃତି। ବକ୍ରରେଖାରେ ଗୋଟିଏ ଆକୃତି। ଗୋଟିଏ। ସିଧାରେ କେତେଟା ଆକୃତି ଅଛି? ତ୍ରିଭୁଜ, ବର୍ଗଚିତ୍ର ଆଉ ତ୍ରିଭୁଜ, ଦୁଇଟା। ସିଧା ରେଖା ଦ୍ୱାରା କେତେଟା ଆକୃତି ହେଇଛି ପିଲାମାନେ? ଦୁଇଟି। ବକ୍ରରେଖା ଦ୍ୱାରା, ବକ୍ରରେଖା କଲେ, ବକ୍ରରେଖା ମାନେ କଣ ପିଲାମାନେ? ବଙ୍କା ରେଖା, ଏମିତି ବଙ୍କା ରେଖା। ସିଧା ରେଖା କହିଲେ ସିଧା, ଏଇଟା ସିଧା ରେଖା। ବଙ୍କା ରେଖା ଏମିତି ଏମିତି ବଙ୍କା, କେତେଟା ଅଙ୍କନ ହେଇଛି? ବକ୍ରରେଖା କେତୋଟି ଆକୃତି ତିଆରି ହେଇଛି? ଓ କେତେଟା? ଏଠି ଗଣି କହିବା ପିଲାମାନେ, 1 2 3 4, କେତେଟା ତିଆରି ହେଇଛି? 4ଟା। ସରି, ବକ୍ରରେଖା ଦ୍ୱାରା 4ଟି, ଆଉ ସିଧା ରେଖା ଦ୍ୱାରା କେତେଟା ତିଆରି ହେଇଛି ଦେଖିବା? 1 2 3 4 5 6 7 8। ହେଲା, 3 4 5 6 7 8, 8 ଏଗୁলো 9, ଇଏ ହଉଛି 10। କେତେଟା ହେଇଛି? 10ଟା। 10ଟା ଚିତ୍ର ଅଙ୍କନ ହେଇଛି, ବୁଝିଗଲା ନା? ତାହେଲେ ବକ୍ରରେଖା ମାନେ ଏଇଟା ସବୁ ଗଣିତ କହିଛି, ମୁଁ ଓଲଟା ବୁଝିକି ଓଲଟା କରିଦେଲି, ଛାଡ। କଟା ଆକୃତି ବ୍ୟବହାର କରି ଏକ ରଙ୍ଗୋଲିର ନକ୍ସା ପ୍ରସ୍ତୁତ କର। ରଙ୍ଗୋଲିକୁ ଠିକ କର। ଏଇଟା ତୁମେ ମାନେ ନିଜ ପାଇଁ କାମ, ପିଲାମାନେ ନିଜେ କରିବ। ହେଲା, ଏଠି ଦ୍ୱାରା ମୁଁ କିଛି କହିବିନି। ତାପରେ ଦେଖ ପିଲାମାନେ, ତ୍ରିଭୁଜ, ବର୍ଗଚିତ୍ର, ବୃତ୍ତରେ କଟା ଯାଇଥିବା ବ୍ୟବହାର କରି ନିର୍ମିତ ବସ୍ତୁ ଗୁଡ଼ିକ ତିଆରି କର। ତ୍ରିଭୁଜ, ବର୍ଗଚିତ୍ର, ଆଉ କଣ ଦେଇଛି? ବୃତ୍ତ, କଟା ଆକୃତି ବ୍ୟବହାର କରି ନିମ୍ନଲିଖିତ ବସ୍ତୁ ଗୁଡ଼ିକ ଏଇଆ ତିଆରି କର। କିଟ୍ ଜିକେ କିଟ୍ ଥିବ ପିଲାମାନେ, ତୁମେ ନିଜେ ନିଜେ ଏମିତିକା ତିଆରି କରିବ। ଏଠି ଆଲୋଚନା କରିବା, ତୁମ ଜିକେ କିଟ୍ ଆଉ ଗୋଟେ କଣ ଦିଆଯିବ? ଯାଦୁଇ ପିଟାର। ସେ ଯାଦୁଇ ପିଟା ବାକ୍ସରେ ତୁମମାନେ କଣ କରିବ? ସେ ବାକ୍ସରେ ତୁମ ମାନଙ୍କର ଏସବୁ ଜିନିଷ ଥିବ। ଏସବୁ ଜିନିଷକୁ ତୁମେ ବ୍ୟବହାର କରିକି ବର୍ଗଚିତ୍ର, ଆୟତଚିତ୍ର, ସରି ବର୍ଗଚିତ୍ର, ବୃତ୍ତ ଆଉ ତ୍ରିଭୁଜକୁ ନେଇକି ତୁମମାନେ ଏଇ ଡଙ୍ଗା, ଆଉ ଗୋଟେ କଣ ଅଛି? ରକେଟ। ଏଇସବୁ ଚିତ୍ରକୁ ତୁମେ କଣ କରିବ? ତିଆରି କରିପାରିବ। ହେଲା, ତାହେଲେ ଯାଇକି ତୁମେ ସଠିକ ମାତ୍ରାରେ ହେଇପାରିବ। ବୁଝିପାରିଲ ପିଲାମାନେ? ହଁ, ଧନ୍ୟବାଦ। ତାପରେ ନେକ୍ସଟକୁ ଯିବା ପିଲାମାନେ। ନେକ୍ସଟ କଣ ଅଛି ଦେଖିବା। ଦେଖ କଣ କହିଛି? ଆସ କାମଟି କରିବା। ମୁଁ ଦୀପାବଳି ପାଇଁ ମିଠାର ଏକ ଉପହାର ବାକ୍ସ ତିଆରି କରିବାକୁ ଚାହୁଁଛି। ମୁଁ ଏହାକୁ କିପରି ତିଆରି କରିବି? ସେ ଦୀପାବଳି ପାଇଁ ସେମାନେ କଣ କରୁଛନ୍ତି? ମିଠାର ବାକ୍ସ ତିଆରି କରିବେ। ତା କିଏ ତିଆରି କରିବ? ଆସନ୍ତୁ ଦେଖିବା ଗୋଟେ ବାକ୍ସକୁ ସମ୍ପୂର୍ଣ୍ଣ ଖୋଲିବା, ଏହା କିପରି ଦେଖାଯାଏ। ଦେଖ ଏଠି କିଛି ମୋଟା ପିଚର ବାକ୍ସ ସଂଗ୍ରହ କର ଏବଂ ସତର୍କତାର ସହ ଖୋଲ। ସମତଳ ବାକ୍ସରେ ତୁମେ କେଉଁ ଆକୃତି ଦେଖୁଛ? ମୁଁ ମୋ ଦୀପାବଳି କାର୍ଡ ପାଇଁ ଏକ ଲଫାଫା ତିଆରି କରିବାକୁ ଚାହୁଁଛି। ଏହା ମୋ ଜେଜେବାପା ଜେଜେମାଙ୍କ ପାଇଁ ବହୁତ ସୁନ୍ଦର। ମୁଁ ତୁମକୁ ଏହା କିପରି ତିଆରି କରିବା ତାହା ଦେଖାଇବି। ଆସ ଲଫାଫା ତିଆରି କରିବା। ଦେଖ ପିଲାମାନେ, ଲଫାଫା କେମିତି ତିଆରି କରୁଛି? ପ୍ରଥମ ସିଏ କଣ କରୁଛି? ଗୋଟେ ବର୍ଗାକୃତିର କାଗଜକୁ ନେଉଛି, ତାକୁ ଏପଟେ ଭାଙ୍ଗିଦେଲା, ଏପଟେ ଦୁଇ କଡ଼ ଭାଙ୍ଗିଦେଲା। ତାପରେ ମୁଁ କଣ କଲା? ଏଇଠୁ ନେଇକି ଏଠିକି ଭାଙ୍ଗିଲା, ପୁଣି ଏଠୁ ନେଇକି ତାକୁ ଏଠିକି ଭାଙ୍ଗିଲା। ଏଇଠି ମଝିରେ ଚିହ୍ନ ହେଇଗଲା, ତାକୁ ଯୋଡ଼ି ଦେଲା, ଦେଖିପାରୁଛ? ତାପରେ କଣ କରିଥିବ? ତଳୁ ନେଇକି ଏଇଟା ନେଇକି ଏଠି ଯୋଡ଼ିଥିବ। ଦେଖ, ଏଇଟା ଲଫାଫା ହେଇଗଲା, ଦେଖିପାରୁଛ ନା? ହଁ,
ଏମିତିକା ହଉଛି ତୁମେମାନେ ନିଜେ ପ୍ରାକ୍ଟିସ କରିବ, ନିଜେ ପ୍ରାକ୍ଟିସ କଲେ ତୁମେମାନେ ଲଫାଫା ତିଆରି କରିବା ଶିଖିପାରିବ। ବୁଝିପାରିଲ ନା? ତାପରେ ଯିବା ନେକ୍ସଟ। ବିସ୍କୁଟ ପ୍ରସ୍ତୁତି। ଦେଖ ପିଲାମାନେ, ବାକ୍ସ ଭିତରେ ବିସ୍କୁଟ ଭଲ ଭାବରେ ସଜା ହୋଇପାରିଛି। ହଁ, କାରଣ ଏଗୁଡ଼ିକ ଆୟତକ୍ଷେତ୍ର ଆକୃତି ଅଟନ୍ତି। ସେମାନଙ୍କ ଆକାର ମଧ୍ୟ କଣ କହୁଛି ସମାନ। ଏହି ବସ୍ତୁ ଗୁଡ଼ିକ ପାର୍ଶ୍ୱ ନିରୂପଣ କର। ଏଗୁଡ଼ିକ ମଧ୍ୟରୁ କଣ ସମାନତା ଦେଖୁଛୁ? ଦେଖ, କାଠ ବାକ୍ସର ଆଙ୍କିବାକୁ ମୋତେ ଏକ ବର୍ଗକ୍ଷେତ୍ର, ଏକ ଆୟତକ୍ଷେତ୍ର ମିଳିଗଲା। ଦିଆଯାଇଥିବା କାଠି ବାକ୍ସର ରୂପରେଖ ଆଙ୍କିବା ପାଇଁ ମୋତେ ତିନୋଟି ଭିନ୍ନ ଭିନ୍ନ ଆକୃତି ମିଳିଗଲା। ଦୁଇ ଜଣ ପିଲାଙ୍କୁ କାହିଁକି ଅଲଗା ମିଳେ ଆଲୋଚନା କର। ତାପରେ କଣ କହୁଛି, ଆୟତାକୃତି କ୍ଷେତ୍ର ଯେକୌଣସି ତିନୋଟି ବସ୍ତୁ। ଦେଖ ପିଲାମାନେ, ଆମେ କେତେଟା ଆକୃତି ଶିଖିଲେ? ଗୋଟେ ହଉଛି ବୃତ୍ତ ଆକୃତି, ଏଟା ହଉଛି କଣ ବୃତ୍ତ ଆକୃତି, ଏଟା ହଉଛି ବର୍ଗାକୃତି ଆକୃତି, ବର୍ଗ ଚିତ୍ର ଆକୃତି ହେଲା। ଆଉ ଗୋଟେ ହଉଛି ଏଟା ତ୍ରିଭୁଜ କ୍ଷେତ୍ର ଆକୃତିର, ଆଉ ଗୋଟେ ହଉଛି ଆୟତକାର ଆକୃତିର, ଆୟତକ୍ଷେତ୍ର ବୁଝିଗଲା। ତ ବୃତ୍ତ ଆକୃତି ମାନେ ସେ ଏମିତି ହେଇଥିବ, ବର୍ଗ ଚିତ୍ର ମାନେ ସବୁଆଡେ ସମାନ, ତ୍ରିଭୁଜ ମାନେ ତିନି କୋଣ ହେଇଥିବ। ସେ କଣ କହୁଛି, ଆୟତ ଚିତ୍ର ଭଳି। ଆୟତ ଚିତ୍ର ଆକୃତିରେ କଣ ହବ ପିଲାମାନେ? ବାକ୍ସ ହେଇପାରିବ ଆୟତାକୃତି ବାକ୍ସ, ଜ୍ୟାମିତି ବାକ୍ସ ହେଇପାରିବ ଆୟତାକୃତି। ଜ୍ୟାମିତି ବାକ୍ସ ଦେଖିଛ ନା ନାଇଁ? ଜ୍ୟାମିତି ବାକ୍ସ। ଆଉ ଗୋଟେ କଣ ହେଇପାରିବ? ଇଟା ବି ମଧ୍ୟ ଆୟତାକୃତି ହେଇପାରିବ। ଇଟା ବି ମଧ୍ୟ ଗୋଟେ ଆୟତାକୃତି ବସ୍ତୁ ହେଇପାରିବ। ବୁଝିପାରିଲ ତ? ଆୟତ ଚିତ୍ର ଭଳି। ତ ଆସ କାମ ଟିକେ, ଯେକୌଣସି ଆୟତଘନ ବସ୍ତୁକୁ ସମସ୍ତ ପାର୍ଶ୍ୱକୁ ଅନୁଧ୍ୟାନ କରି ପାର୍ଶ୍ୱ ଗୁଡ଼ିକ ଚିତ୍ରରେ ଦର୍ଶାଅ। ଉଦାହରଣ, ପେନସିଲ କଟର ବାର। ଆୟତ ଘନ ବସ୍ତୁ, ଗୋଟେ ଆୟତ ଚିତ୍ର। ଆୟତାକୃତି ଚିତ୍ର ହିଁ ଆୟତ ଘନାକାର ବସ୍ତୁ ହେଇପାରିବ। ଗୋଟେ ଏଇଟା ହଉଛି ଇଟା ପିଲାମାନେ ହେଲା। ଏ ଗୋଟେ ଇଟା, ଦେଖିପାରୁଛ, ଇଟା ହଉଛି ଗୋଟେ ଆୟତ ଘନାକାର ବସ୍ତୁ। ଆଉ ଗୋଟେ ମନେ ରଖ, ଆୟତ ଘନାକାର ବସ୍ତୁ ଏଇଟା ଗୋଟେ ଇଟା। ଇଟା ଭଳିଆ ଦେଖାଯାଉଛି ନା? ହଁ। ପାର୍ଶ୍ୱ, ପାର୍ଶ୍ୱ ମାନେ ପାଖ ପିଲାମାନେ। ପାଖ ମାନେ ଦେଖ, ଇଏ ଗୋଟେ ପାଖ। ଗୋଟେ ଚିତ୍ରରେ କେତେଟା ପାଖ ଥାଏ? ଇଏ ଗୋଟେ ପାଖ ଏକ, ଇଏ ଭିତରେ ପାଖ ଦୁଇ, ଇଏ ଗୋଟେ ତିନି, ଇଏ ଗୋଟେ ଚାରି ହେଲା, ଇଏ ଗୋଟେ ପାଞ୍ଚ, ଇଏ ଗୋଟେ ଛଅ। କେତେଟା ପାଖ ଥାଏ ପିଲାମାନେ? ଛଅଟା ପାଖ ଥାଏ। ଏକ ଦୁଇ, ଉପରେ ଗୋଟେ ତିନି, ତାପରେ ଏପଟେ ଗୋଟେ, ସରି ଏଟା ନାହିଁ, ଏପଟେ ଗୋଟେ, ଆର ପାରେ ଗୋଟେ। ଜାଣିପାରିଲ ନା? ଗୋଟେ ଗୋଟେ ଆୟତାକୃତି ବସ୍ତୁକୁ ଦେଖ କେତେଟା ପାଖ ଥାଏ। ଏଟା ଗୋଟେ ଏକ, ଆର ପଟେ ଦୁଇ, ଉପରେ ତିନି ହେଲା, ଏପଟେ ଚାରି, ତାପରେ ତଳେ ହଉଛି ପାଞ୍ଚ, ଏପଟେ ହଉଛି ଛଅ। ସାମ୍ନାଟା, ଏ ସାମ୍ନାଟା ହଉଛି ଛଅ। ଗୋଟେ ଆୟତାକୃତି ପାର୍ଶ୍ୱର ଛଅଟା ପାର୍ଶ୍ୱ ଥାଏ। କେତେଟା? ଛଅଟା ପାର୍ଶ୍ୱ ଥାଏ। ତୁମେ ଲକ୍ଷ୍ୟ କରିବ, ଛଅଟା ତଳ ଥାଏ, ଛଅ ଭାଗ ଥାଏ। ଗୋଟେ ଇଟାର ଛଅ ଆଡେ ରଖିହବ ହେଲା। ଏଇଟା ଦେଖିବ, ତୁମେ ଚିନ୍ତା କରିବ, ତାପରେ ମାନଙ୍କୁ ଆଉ ସେଠି ବିଶେଷ କିଛି କହିବି ନାହିଁ ହେଲା। ତୁମେ କେତୋଟି ଭିନ୍ନ ଭିନ୍ନ ପାର୍ଶ୍ୱ ପାଇଲ? କେତେଟା ପାର୍ଶ୍ୱ ପାଇଲ ପିଲାମାନେ? ଗୋଟେ ଆୟତାକୃତି ବୃତ୍ତ ଛଅଟି। ଏଇ ପାର୍ଶ୍ୱ ଗୁଡିକ କେଉଁ ଆକୃତିର? ପାର୍ଶ୍ୱ ଗୁଡିକ ଏଇ ଯୋଉ ପାଖ କୋଉ ଆକୃତିର? ଆୟତାକୃତି ଆକୃତିର ହେଲା। ଆୟତ ଚିତ୍ର, ଆୟତ ଘନର ଯେତିକ ଆୟତାକୃତିର। ତୁମେ ଏକ ବର୍ଗ ଆକୃତିର ପାଇଛ କି? ନା, ବର୍ଗ ଆକୃତିର ପାଇ ନା। ତୁମେ ଏକ ଆୟତଘନ ବସ୍ତୁର ଛଅଟି ପାର୍ଶ୍ୱ ଅଙ୍କନ କର। ଆୟତ ଗୁଡିକୁ ଅଲଗା କର। ଏହି ଆୟତଘନ ଯେକୌଣସି ପାର୍ଶ୍ୱକୁ ତ୍ରିଭୁଜ ଭଳି ହୋଇପାରିବ କି? ଆୟତଘନର ପାର୍ଶ୍ୱ ଗୁଡିକ ତ୍ରିଭୁଜ ଭଳିଆ ହେଇପାରିବ କି? ନା। ଏକ ଆୟତଘନ ପାର୍ଶ୍ୱ ହେଉଛି ଡ୍ୟାଶ ଓ ଡ୍ୟାଶ ଆକୃତିର। ଆୟତ ଆଉ ବର୍ଗାକୃତିର। ବର୍ଗାକୃତି ଆକୃତିର ହେଲା। ହଁ, ଲେଖାଯିବ। ନିମ୍ନରେ ଦିଆଯାଇଥିବା ବାହୁ ଗୁଡିକ ନେଇକି ଆୟତକ୍ଷେତ୍ର ଅଙ୍କନ କର।
ଏଇ ଆଡ଼କୁ ନେଇ କ'ଣ କରିତେ କହିଛି ଆୟତକ୍ଷେତ୍ର ଅଙ୍କନ କର। ଦେଖ ପିଲାମାନେ ମୁଁ ଆୟତକ୍ଷେତ୍ର ଅଙ୍କନ କରିଦେଉଛି। ଆକୁ ଏଠି ନେଇକି ଆୟତକ୍ଷେତ୍ର ଅଙ୍କନ କରିଦେଉଛି। ଆକୁ ଏଠି ନେଇକି କ'ଣ କରିବୁ, ଦେଖିପାରୁଛ ଆୟତକ୍ଷେତ୍ର ଅଙ୍କନ ମୁଁ କରିଦେଲି ଆୟତକ୍ଷେତ୍ର ଅଙ୍କନ ହେଲା। ତାପରେ ଆୟତକ୍ଷେତ୍ର ଚାରିପଟେ 3ଟି ବଡ଼ ବଡ଼ ଆୟତକ୍ଷେତ୍ର ଅଙ୍କନ କର। ସବୁ ବଡ଼ ବଡ଼ ଆୟତକ୍ଷେତ୍ର ଦେଖ। ଦେଖିଲ କି 3ଟି ବଡ଼ ବଡ଼ ଆୟତକ୍ଷେତ୍ର ଅଙ୍କନ କରୁଛି। ହେଇପାରିଲା? 3ଟା ବଡ଼ ବଡ଼ ଆୟତକ୍ଷେତ୍ର ଅଙ୍କନ କରିଦେଲି। ତାପରେ ଦେଇଛି କ'ଣ, ନିମ୍ନ ଚିତ୍ରରେ କେତେକଟି ଆୟତ କ୍ଷେତ୍ର ଅଛି ହିସାବ କରି ଲେଖ। କେତେଟା ଆୟତ ଚିତ୍ର ଅଛି ପିଲାମାନେ? ଇଏ ଗୋଟେ 1, ଇଏ ଗୋଟେ 2, ଇଏ ଗୋଟେ 3, ଇଏ ଗୋଟେ 4, ଇଏ ଗୋଟେ 5 ହେଲା। ତାପରେ ଇଏ ଫୁଲ୍ ଗୋଟେ 6, ଇଏ ଗୋଟେ କ'ଣ 6 ହେଲା। ତାପରେ ଇଏ ହବନି, 6 ହେଲା ପରେ ଇଏ ଫୁଲ୍ ଗୋଟେ କେତେ 7 ହେଲା। ପୁରାଟା ଗୋଟେ 8। କେତେଟା ହବ 8ଟି। କେତେଟା ଆୟତ ଚିତ୍ର ଅଛି? 8ଟି ଆୟତ ଚିତ୍ର ଅଛି। କେତେଟା ଅଛି ପିଲାମାନେ? 8ଟି ଆୟତ ଚିତ୍ର ଅଛି। ଲେଖିପାରିଲ ତ? ହଁ। ତାପରେ କ'ଣ କହିବି, ନିମ୍ନରେ ଦିଆଯାଇଥିବା ବିଭିନ୍ନ ଆୟତକ୍ଷେତ୍ର ଦେଖ ଏବଂ ନିମ୍ନ ପ୍ରଶ୍ନଗୁଡ଼ିକୁ ଉତ୍ତର ଦିଅ। ଏକ ଆୟତ କ୍ଷେତ୍ରରେ କେତୋଟି ବାହୁ ଅଛି? ଗୋଟେ ଆୟତ କ୍ଷେତ୍ରରେ କେତେଟା ବାହୁ ଅଛି ପିଲାମାନେ? ଗୋଟେ ଆୟତ କ୍ଷେତ୍ରରେ 4ଟା ବାହୁ ଅଛି ହେଲା। କେଡ଼େ କେଡ଼େ ବାହୁ କୁହାଯାଏ? ଇଏ ଗୋଟେ ବାହୁ, ଇଏ ଗୋଟେ ବାହୁ, ଇଏ ଗୋଟେ ବାହୁ, ଇଏ ଗୋଟେ। କେତେଟା ବାହୁ ଅଛି ପିଲାମାନେ? ତାହେଲେ ଗୋଟେ ଆୟତ କ୍ଷେତ୍ରରେ 4ଟା। ତ୍ରିଭୁଜରେ କେତେଟା ବାହୁ ଅଛି ପିଲାମାନେ? 3ଟା। ତ୍ରିଭୁଜରେ କେତେଟା ବାହୁ? 1, 2, 3। ତ୍ରିଭୁଜରେ ବୃତ୍ତର ବାହୁ ଅଛି କି? ନାହିଁ, ବୃତ୍ତର ବାହୁ ନାହିଁ। ବର୍ଗ ଚିତ୍ର ସେମିତି ଯାହାର ସବୁ ବାହୁ ସମାନ। ବର୍ଗ ଚିତ୍ରରେ କେତେଟା ବାହୁ ଅଛି ପିଲାମାନେ? 1, 2, 3, 4 ସେମିତି 4। ଆୟତର କେତେଟା କୋଣ ଅଛି ପିଲାମାନେ? କେତେଟା କୋଣ ଅଛି ଆୟତ ଚିତ୍ରରେ? 4ଟି କୋଣ ଅଛି। ଇଏ ଗୋଟେ କୋଣ 1, ଇଏ ଗୋଟେ କୋଣ 2, ଇଏ ଗୋଟେ କୋଣ 3, ଇଏ ଗୋଟେ କୋଣ 4। କେତେଟା କୋଣ ଅଛି ପିଲାମାନେ? 4ଟି ଆୟତ ଚିତ୍ରରେ। ତାପରେ ଦେଖ, ଆୟତକ୍ଷେତ୍ରରେ କୌଣସି ଏକ ବାହୁର ଦୈର୍ଘ୍ୟ ଅନ୍ୟ ବାହୁର ଦୈର୍ଘ୍ୟ ସହ ସମାନ କି? ହଁ। ଆୟତ ଚିତ୍ରର ବିପରୀତ ବାହୁ ପରସ୍ପର, ଆର ବିପରୀତ ଇଏ ସମାନ, ଆର ବିପରୀତ ଇଏ ସମାନ। ତୁମେ ଏକ ଆୟତକ୍ଷେତ୍ରର କୋଣ ଲକ୍ଷ୍ୟ କରୁଛ, ନିଜ ଭାଷାରେ ଲେଖ। ଆୟତ ଚିତ୍ରର ବିପରୀତ ବାହୁ ସମାନ ଆଉ ପ୍ରତ୍ୟେକ କୋଣ କ'ଣ 90 ଡିଗ୍ରୀ ପିଲାମାନେ ହେଲା। ତାପରେ ଦେଖ, ମୋର ସବୁ ସମାନ। ମୋ ମାଉସୀ ଆମକୁ ଲଡୁ ବୋର୍ଡ ଉପହାର ଦଉଛନ୍ତି। ବାଃ, ଏହି ବୋର୍ଡର ପ୍ରତ୍ୟେକ ଖଣ୍ଡଗୁଡ଼ିକ ଠିକ୍ ବର୍ଗକ୍ଷେତ୍ର ଭଳି। ଚେସ୍ ଏବଂ ଲଡୁ ବୋର୍ଡ ଉଭୟ ବର୍ଗକ୍ଷେତ୍ର ଆକୃତିର। ଚେସ୍ ଦେଖିଛ ନା ପିଲାମାନେ? ଲଡୁ ଗୋଟା ତ ତୁମ ସ୍କୁଲରେ ଖେଳିଥିବ। ସେମାନେ ସମସ୍ତେ ଗୋଟେ କ'ଣ ବର୍ଗାକୃତିର ପଦାର୍ଥ। ତାପରେ କ'ଣ କହୁଛି ଦେଖ, ମୁଁ ଭାବୁଛି ଏକ ବର୍ଗକ୍ଷେତ୍ର ଏବଂ ଏକ ଆୟତକ୍ଷେତ୍ର ମଧ୍ୟରେ ପାର୍ଥକ୍ୟ କ'ଣ? ଗୋଟେ ବର୍ଗକ୍ଷେତ୍ର ଆଉ ଆୟତକ୍ଷେତ୍ର ମଧ୍ୟରେ ପାର୍ଥକ୍ୟ କ'ଣ? ସେମାନେ ଭାବୁଛନ୍ତି। ମୁଁ ଏକ ପାର୍ଥକ୍ୟ ପାଇଲି, ସେମାନଙ୍କ ବାହୁ ଦେଖ। ଏହା ଆୟତକ୍ଷେତ୍ର ସବୁ ବାହୁର ଦୈର୍ଘ୍ୟ ସମାନ ହେବ ଜରୁରୀ ନୁହେଁ, କେବଳ ଏହା ବିପରୀତ ବାହୁ ସମାନ। ଅର୍ଥାତ୍ ମୁଁ କହିଲି ଯେମିତି ତମ ପିଲାମାନେ, ଆୟତ ଚିତ୍ରର ବିପରୀତ ବାହୁ, ଆୟତାକୃତି ଚିତ୍ରର ବିପରୀତ ବାହୁ ସମାନ, ଅର୍ଥାତ୍ ଇଏ ଆଉ ଇଏ ସମାନ, ଇଏ ଆଉ ଇଏ ସମାନ, କିନ୍ତୁ ବର୍ଗ ଚିତ୍ରର ସବୁ ବାହୁର ଦୈର୍ଘ୍ୟ ସମାନ ହେଲା। ଏଇ ବର୍ଗାକୃତି ସମସ୍ତ ବାହୁର ଦୈର୍ଘ୍ୟ ସମାନ ଅଛି। ଉଭୟ ଡ୍ୟାଶଟି ବାହୁ ଅଛି। ଏ ଚିତ୍ରରେ କେତେଟା ବାହୁ ଅଛି? କେତେଟା ବାହୁ ଅଛି ପିଲାମାନେ? ଯଦି ଆମେ ବାହୁକୁ ଲକ୍ଷ୍ୟ କରିବା, ତାହେଲେ କେତେଟା ଅଛି ଲକ୍ଷ୍ୟ କର। ଇଏ ଗୋଟେ ବାହୁ 1, ଇଏ ଗୋଟେ ବାହୁ 2, ଇଏ ଗୋଟେ ବାହୁ 3, ଇଏ ଗୋଟେ ବାହୁ 4, ତାପରେ ଫୁଲଟା ଗୋଟେ ବାହୁ 5, ଇଏ 6, ଇଏ 7, ଇଏ 8, ତାପରେ ଇଏ 9, ଇଏ 10, ଇଏ 11, ଇଏ 12, ଇଏ 13, ଇଏ 14, ଇଏ 15, ଇଏ 16। କେତେଟା ବାହୁ ଅଛି ପିଲାମାନେ? ଦିଟା ଚିତ୍ର ଅଛି। 16ଟି ବାହୁ ଅଛି। ଉଭୟରେ କେତେଟା କୋଣ ଅଛି? କୋଣ ମୁଁ କହିଲି, ଏଠି 4ଟା କୋଣ 1, 2, 3, 4, ତାପରେ 5,
छः, 7, 8, 9, 10, 11, 12, 13, 14, 15, 16, 17, 18, 19, 20, 21। କେତେଟା ଅଛି ପିଲାମାନେ? 21ଟି କଣ ଅଛି? କେତେଟା କଣ ଅଛି? 21ଟି କଣ ଅଛି? ଏହି ଚିତ୍ରରେ ତୁମେ କେତୋଟି ବର୍ଗକ୍ଷେତ୍ର ଦେଖୁଛ? ଏଠି କେତେଟା ବର୍ଗକ୍ଷେତ୍ର ଅଛି? 1, 2, ହେଲା। ଏ ଗୋଟେ ବର୍ଗକ୍ଷେତ୍ର, ଏ ଗୋଟେ ବର୍ଗ, ଦୁଇଟା ହେଲା। ଏ ଗୋଟେ 3, ଏ ଗୋଟେ 4, ଏ ଗୋଟେ 5। କେତେଟା ବର୍ଗକ୍ଷେତ୍ର ଅଛି ପିଲାମାନେ? 5, 1, 6ଟି। 6ଟି ବର୍ଗକ୍ଷେତ୍ର ଅଛି। କେତେଟା ଅଛି ପିଲାମାନେ? 6ଟା। 5ଟା ନାହିଁ, 6ଟା ବର୍ଗକ୍ଷେତ୍ର ଅଛି ପିଲାମାନେ। କେତେଟା ଅଛି? 6ଟା ବର୍ଗକ୍ଷେତ୍ର ଅଛି। ତ କାମଟି କରିବା। ଏଠାରେ ଏକ ବର୍ଗକ୍ଷେତ୍ର ରହିଛି। ଏହା ବର୍ଗକ୍ଷେତ୍ର ଚାରିପକ୍ଷେ ଦୁଇଟି ବଡ଼ ବର୍ଗକ୍ଷେତ୍ର କରେ। ଏଇଭଳିଆ ଆଉ ଦୁଇଟା ବଡ଼ ବର୍ଗକ୍ଷେତ୍ର ସେ ଆମେ କରିତେ କହିଲା ପିଲାମାନେ। ହେଲା, ଦେଖ ବଡ଼ ବର୍ଗକ୍ଷେତ୍ର ଗୋଟେ କରିଦେଲି। ଆହୁରି ଗୋଟେ ବଡ଼ ବର୍ଗକ୍ଷେତ୍ର ସେ କହିଛି, ବଡ଼ ବର୍ଗକ୍ଷେତ୍ର କର। ବୁଝିପାରୁଛନ୍ତି ନା? ହଁ। ଦିଆସିଲ କାଠିକୁ ବ୍ୟବହାର କରି ଏକ ବର୍ଗକ୍ଷେତ୍ର ତିଆରି କର। ପରେ ଏହି ବର୍ଗକ୍ଷେତ୍ର ସବୁ ବାହୁ ଚାରିପଟେ ଗୋଟେ ଗୋଟେ ବାହୁ ତିଆରି କର। ମୋଟ କେତୋଟି ବାହୁ ପାଇଲ ଏଇଟା ତୁମେ ନିଜେ କରିବ। ନିମ୍ନରେ ଦିଆଯାଇଥିବା ବାହୁଗୁଡ଼ିକୁ ବ୍ୟବହାର କରି ବର୍ଗକ୍ଷେତ୍ର, ଏଠି ବର୍ଗକ୍ଷେତ୍ର ଅଙ୍କନ କରତେ କହିଛି। ବର୍ଗକ୍ଷେତ୍ର ଅଙ୍କନ କେମିତି କରିବ? ଏ ସବୁ ବାହୁ ସମାନ ଯେହେତୁ ଏପଟେ 4ଟା ବିନ୍ଦୁ, ଏପଟେ ମଧ୍ୟ 4ଟା ବିନ୍ଦୁ, ସବୁଆଡ଼େ 4ଟା ବିନ୍ଦୁ। ଏ କେତେଟା ବିନ୍ଦୁ? 4ଟା ବିନ୍ଦୁ। ଏ ପୁଣି 1, 2, 3, 4, ଏ 4ଟା ବିନ୍ଦୁ। ପୁଣି 1, 2, 3, 4, ଏଗୁରା ସବୁ ବର୍ଗକ୍ଷେତ୍ର ହବ। ବର୍ଗକ୍ଷେତ୍ର ସବୁ ବାହୁ ସମାନ। ଏ 3ଟା ବିନ୍ଦୁ ନିଆହେଇଛି ମାନେ ଏ 3ଟା ବିନ୍ଦୁ ନିଆଯିବ। ଏ 4ଟା ବିନ୍ଦୁ ନିଆହେଇଛି ମାନେ 4ଟା ବିନ୍ଦୁ ନିଆଯିବ। ହେଲା କି? ଏହିପରି ଭାବରେ ତମେ କରିବ। ତାପରେ ଦେଖ 4 ନମ୍ବର କଣ କହିଛି? ଏହି କାମକୁ କରିବାକୁ ବହିରେ ପୃଷ୍ଠା 196 ବର୍ଗକ୍ଷେତ୍ର କଟଆଉଟ ବ୍ୟବହାର କର। ସୂଚନା ଅନୁସାରେ ବର୍ଗକ୍ଷେତ୍ରର ଦୁଇଟି ଦୁଇଟି ବର୍ଗକ୍ଷେତ୍ର, 3ଟି ବର୍ଗକ୍ଷେତ୍ର, 4ଟି ବର୍ଗକ୍ଷେତ୍ର। ଏହି ବିନ୍ଦୁକୁ 2, 3, 4 ବର୍ଗକ୍ଷେତ୍ର ନେଇ ଭିନ୍ନ ଭିନ୍ନ ଆକୃତି ତିଆରି କର। ହେଲା, ତୁମେ ମାନେ ଲାଷ୍ଟ ଆଡେ ଯୋଉ ବହି ଅଛି ସେଇଠି ତୁମେ କରିପାରିବ। ତାପରେ ଯେଉଁ ଆକାର ଗୁଡ଼ିକର ଆୟତକ୍ଷେତ୍ର ସେଗୁଡ଼ିକ ଉପରେ ଠିକ୍ ଚିହ୍ନ। ଏଇଟା ଆୟତକ୍ଷେତ୍ର କୋଉଟା ପିଲାମାନେ? ଆୟତକ୍ଷେତ୍ର। ଇଏ ଗୋଟେ ଆୟତକ୍ଷେତ୍ର, ଇଏ ଗୋଟେ ଆୟତକ୍ଷେତ୍ର, ଆଉ ଗୋଟେ କୋଉଟା? ଇଏ ଗୋଟେ ଆୟତ, ଇଏ ଗୋଟେ ଆୟତ, ଆଉ ଇଏ ଗୋଟେ ଆୟତ। କେଉଁ ଗୁଡ଼ିକ ଆୟତକ୍ଷେତ୍ର? ଇଏ ଆଜ୍ଞା ଆୟତ ଚିତ୍ର ନା ଆୟତ ଚିତ୍ର ନୁହେଁ। ଏଇଟା ହଉଛି କଣ? ରମ୍ବସ୍, ସାମାନ୍ତରିକ ଚିତ୍ର ଆଉ ଅନ୍ୟାନ୍ୟ ଚିତ୍ର ଅଛି। ମାତ୍ର ଆମେ ଜାଣିଛେ ଆୟତ ଚିତ୍ରର ବାହୁ ବିପରୀତ ବାହୁ ପରସ୍ପର ସମାନ ଆଉ ପ୍ରତ୍ୟେକ କଣ 90 ଡିଗ୍ରୀ। ସେଥିପାଇଁ ଯେଗା ଆୟତ ଚିତ୍ର ଆପଣମାନଙ୍କୁ ଦେଖେଇଦେଲେ ସେଇଟା ହଉଛି ସେଗା ସବୁ ଆୟତ ଚିତ୍ର। ତାପରେ କଣ କହିଛି? ଖଣ୍ଡିଏ କାର୍ଡବୋର୍ଡ ଏକ ବର୍ଗକ୍ଷେତ୍ର ତିଆରି କର। ଚିତ୍ରରେ ବର୍ଦ୍ଧିତ ଚିହ୍ନିତ ଅଂଶକୁ କାଟି 4 ତ୍ରିଭୁଜ ପାଇବ। 3ଟି ତ୍ରିଭୁଜ ଏକାଠି କରି ଯଥାସମ୍ଭବ ଭିନ୍ନ ଭିନ୍ନ ଆକୃତି ତିଆରି କରିବ। ତୁମେ କେତେ ପ୍ରକାର ଆକୃତି ପାଇଲ କହିବ। 4ଟି ତ୍ରିଭୁଜ ନେଇ ଭିନ୍ନ ଭିନ୍ନ ଆକୃତି ତିଆରି କରିବ। ହେଲା, ଏଟା ତୋ ପାଇଁ ନିଜେ କାମ। ପିଲାମାନେ ମୁଁ ଭାବୁଛି ଆଶା କରୁଛି ତୁମେ ବୁଝିପାରିଥିବ। 53 ପୃଷ୍ଠା ଯାଏ ମାନେ ପଢିଲୁ। ଯଦି କିଛି ବି ଡାଉଟ୍ ଥାଏ, କିଛି ବି ସନ୍ଦେହ ଥାଏ, ତୁମେ ମାନେ କମେଣ୍ଟ କରିବ। ନେକ୍ସଟ ପରବର୍ତ୍ତୀ ସମୟରେ ଆମେ 54 ପୃଷ୍ଠାରୁ 64 ପୃଷ୍ଠା ପର୍ଯ୍ୟନ୍ତ ପଢିବା। ଆଶା କରୁଛି ପିଲାମାନେ ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ। ଦୟାକରି ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।